ହାଏ ଦର୍ଶକ ବନ୍ଧୁ, ମୁଁ ଜେଦେ ଆପଣମାନଙ୍କୁ ମୋ ୟୁଟ୍ୟୁବ୍ ଚ୍ୟାନେଲରେ ସ୍ୱାଗତ ଜଣାଉଛି। ଚାଲନ୍ତୁ ଆଜି ପଢ଼ିବା ନବମ ଶ୍ରେଣୀର ମହାମୁଖ ଅନେଇ ବଞ୍ଚିବି କବିତା, ଯାହାକୁ ରଚନା କରିଛନ୍ତି ଭକ୍ତଚରଣ ଦାସ। ଚାଲନ୍ତୁ ତାଙ୍କ ବିଷୟରେ ମଧ୍ୟ ଜାଣିଦେବା। ତାଙ୍କର ଜନ୍ମ 18ଶହ ଶତାବ୍ଦୀ ଖୋର୍ଦ୍ଧାର ରାଜସୁନାଖଳା ସାନପଦର ଗ୍ରାମରେ ସେ ଜନ୍ମଗ୍ରହଣ କରିଥିଲେ। ତାଙ୍କର ପ୍ରଥମ ନାମ ବୈରାଗୀ ଚରଣ ପଟ୍ଟନାୟକ ଥିଲା। ସେ ବୈଷ୍ଣବ ଧର୍ମ ଦୀକ୍ଷା ନେବା ପରେ ଭକ୍ତଚରଣ ଦାସ ନାମରେ ନାମିତ ହେଲେ। ସେ ରୀତି ଯୁଗର ବୈଷ୍ଣବ କବି ଅଟନ୍ତି। ମନୋବୋଧ ଚଉତିଶା, କଲା କଲେବର ଚଉତିଶା, ଗୋପମଙ୍ଗଳ, ମନୋହର ଶିକ୍ଷା ଓ ମଥୁରା ମଙ୍ଗଳ କବିଙ୍କର ଶ୍ରେଷ୍ଠ ରଚନାବଳୀ। କଣ ତାଙ୍କର ଶ୍ରେଷ୍ଠ ରଚନାବଳୀ ଥିଲା? ନା ମନୋବୋଧ ଚଉତିଶା, କଲା କଲେବର ଚଉତିଶା, ଗୋପମଙ୍ଗଳ, ମନୋହର ଶିକ୍ଷା ଓ ମଥୁରା ମଙ୍ଗଳ। ଆଜି ଯେଉଁ କବିତାଟି ଆମେ ପଢ଼ିବା, କାହା ମୁଖ ଅନାଇ ବଞ୍ଚିବି କବିତାଟି କବିଙ୍କ ରଚିତ ମଥୁରା ମଙ୍ଗଳ ଷଷ୍ଠ ଛାନ୍ଦରୁ ଗୃହୀତ। ଷଷ୍ଠ ଛାନ୍ଦଟିର 20 ପଦ ମଧ୍ୟରୁ ପ୍ରଥମ 8ଟି ପଦ କାହା ମୁଖ ଅନାଇ ବଞ୍ଚିବି କବିତା ଅଟେ। ଆମେ ଯେଉଁ କବିତାଟି ଆଜି ପଢ଼ିବା ପାଇଁ ଯାଉଛି, ତାହା ମଥୁରା ମଙ୍ଗଳର ଷଷ୍ଠ ଛାନ୍ଦରୁ ଆସିଅଛି। ଷଷ୍ଠ ଛାନ୍ଦଟିର 20 ପଦ ମଧ୍ୟରୁ ପ୍ରଥମ 8ଟି ପଦ ହେଉଛି କାହା ମୁଖ ଅନାଇ ବଞ୍ଚିବି। ଏହି କବିତାରେ ଶ୍ରୀକୃଷ୍ଣ କଂସର ଧନୁ ଉତ୍ସବ ଦେଖିବାକୁ ମଥୁରାକୁ ଯିବା ବେଳେ ଯଶୋଦାଙ୍କ ମାତୃ ହୃଦୟ ଆଶଙ୍କାରେ ବ୍ୟାକୁଳ ହୋଇ ଉଠିଛି, ଯାହା ଏହି କବିତାରେ ବର୍ଣ୍ଣନା କରାଯାଇଛି ବା ବର୍ଣ୍ଣିତ ଅଛି। ଚାଲନ୍ତୁ ଜାଣିବା ପଦ ପ୍ରଥମ। ମୁଁ ଗୀତ ମାଧ୍ୟମରେ ବା ସୁରଲୟ ମାଧ୍ୟମରେ ଗାଇବା ପାଇଁ ଚେଷ୍ଟା କରିବି। ଚାଲନ୍ତୁ। ଆରେ ବାବୁ ଶ୍ୟାମ ଘନ, ତୁ ଗଲେ ମଧୁଭୁବନ, କାହା ମୁଖ ଅନାଇ ବଞ୍ଚିବି। ଆରେ ବାବୁ ଶ୍ୟାମ ଘନ, ତୁ ଗଲେ ମଧୁଭୁବନ, ହେବ ଦଶ ଦିଗ ଶୂନ୍ୟ, ହେବ ଦଶ ଦିଗ ଶୂନ୍ୟ, ଅଥିର ହେବ ଜୀବନ। ଆରେ ବାବୁ ଶ୍ୟାମ ଘନ, ତୁ ଗଲେ ମଧୁଭୁବନ, ନିଶି ଦିବସରେ ଝୁରୁଥିବି ରେ ଜୀବଧନ। ଆରେ ବାବୁ ଶ୍ୟାମ ଘନ, ତୁ ଗଲେ ମଧୁଭୁବନ, ଜୀବନ ବିହୁନେ ଯେହ୍ନେ ଯଶର ହୁଏ ପ୍ରାଣ। ଆରେ ବାବୁ ଶ୍ୟାମ ଘନ, ତୁ ଗଲେ ମଧୁଭୁବନ, ରାଜା ବିନେ ଯେହ୍ନେ ଗ୍ରାମ, ଦେଶର ହୁଏ ଅବସ୍ଥା। ଆରେ ବାବୁ ଶ୍ୟାମ ଘନ, ତୁ ଗଲେ ମଧୁଭୁବନ। ଚାଲନ୍ତୁ ଏହି ପଦର କେତୋଟି କଠିନ ଶବ୍ଦର ଅର୍ଥ ଜାଣିଦେବା। ଶ୍ୟାମ ଘନ କଳାମେଘ ବା ଶ୍ରୀକୃଷ୍ଣଙ୍କୁ ଏଠାରେ କୁହାଯାଇଛି। ମଧୁଭୁବନ ମଥୁରା, ଯେହ୍ନେ ଯେପରି, ଯଶ ମାଛ, ଦଶ ଦିଗ ଉତ୍ତର ଦକ୍ଷିଣ ପୂର୍ବ ପଶ୍ଚିମ, ଅଗ୍ନି ବାୟୁ ଈଶାନ ନୈଋତ୍ୟ ଊର୍ଦ୍ଧ୍ୱ ଓ ଅଧ, ଏହି 10ଟି ଦିଗକୁ 10 ଦିଗ କୁହାଯାଏ। ଜୀବନ ଏଠାରେ ଜଲକୁ କୁହାଯାଇଛି। ମୁଖ ମୁହଁ, ଅଥିର ଧୈର୍ଯ୍ୟହରା ବା ଅସ୍ଥିର, ଝୁରୁଥିବି ମନେ ପକାଇବା ସ୍ମରଣ କରିବା, ବିହୁନେ ବିନା। ଚାଲନ୍ତୁ ଜାଣିବା এই ପଦର ଭାବାର୍ଥ। ମାତା ଯଶୋଦା ଶ୍ରୀକୃଷ୍ଣଙ୍କୁ କହୁଛନ୍ତି, ତୁ ଯଦି ମଥୁରାକୁ ଚାଲିଯିବୁ, ମୁଁ କାହା ମୁଖ ଦେଖି ଆଉ ବଞ୍ଚିବି? ମୁଁ କାହାର ମୁଖ ଦେଖି ଆଉ ଏଠାରେ ବଞ୍ଚି ରହିବି? କାରଣ ସେ ଗୋଟିଏ ବି ମୁହୂର୍ତ୍ତ ଶ୍ରୀକୃଷ୍ଣଙ୍କୁ ନ ଦେଖି ରହିପାରୁନଥିଲେ। ସେଥିପାଇଁ ସେ କହୁଛନ୍ତି, ଯଦି ଶ୍ରୀକୃଷ୍ଣ ଚାଲିଯିବେ, ତାଙ୍କ ପାଇଁ 10 ଦିଗ ଶୂନ୍ୟ ହେଇଯିବ, ତାଙ୍କର ଜୀବନ ଅସ୍ଥିର ହେଇଯିବ। ତାପରେ ସେ କହୁଛନ୍ତି, ମୁଁ ଦିନ ରାତି ତତେ ଝୁରୁଥିବି ରେ ମୋ ଜୀବଧନ, ତତେ ସବୁବେଳେ ମୁଁ ଝୁରୁଥିବି। ଜଳ ବିନା ଯେମିତି ମାଛର ପ୍ରାଣ ରହେ ନାହିଁ, ବା ରାଜା ବିନା ଯେମିତି ଦେଶର ଅବସ୍ଥା ବିଗିଡ଼ିଯାଏ, ଠିକ୍ ସେହି ପ୍ରକାର ତୁ ଯଦି ଏଠାରୁ ଚାଲିଯିବୁ, ତାହେଲେ ମୋ ଜୀବନ ବି ଆଉ ରହିବ ନାହିଁ। ଚାଲନ୍ତୁ ଜାଣିବା ଦ୍ୱିତୀୟ ପଦକୁ। କାହା ଅଙ୍ଗେ ଚତୁର୍ସମ, ଲେପିବି କରି ସୁଷମ, ଆରେ ବାବୁ ଶ୍ୟାମ ଘନ,
ତୁ ଗଲେ ମଧୁଭୁବନ, ନିଦ୍ରାରେ କେ ହଉ ଥିବ ଘାରି। ଆରେ ବାବୁ ଶ୍ୟାମ ଘନ, ତୁ ଗଲେ ମଧୁଭୁବନ, କାହାକୁ ଅଞ୍ଜନ ଦେବି, କାହାକୁ ଅଞ୍ଜନ ଦେବି, କାହା ପାଇଁ ବସ୍ତ୍ର ପାଡ଼ି ଶୁଆଇବି ମୋ ଜୀବଧନ। ଆରେ ବାବୁ ଶ୍ୟାମ ଘନ, ତୁ ଗଲେ ମଧୁଭୁବନ, ପିତାଙ୍କୁ ମାଗିବ କିଏ, ପିତାଙ୍କୁ ମାଗିବ କିଏ, ହରିରେ ମୋ ଜୀବଧନ। ଆରେ ବାବୁ ଶ୍ୟାମ ଘନ, ତୁ ଗଲେ ମଧୁଭୁବନ, ଏକଥା ସୁମରି ଯିବି ମରି ଏ ଜୀବଧନ। ଆରେ ବାବୁ ଶ୍ୟାମ ଘନ, ତୁ ଗଲେ ମଧୁଭୁବନ, ନିଶ୍ଚେ ଯେବେ ଯିବୁ ମଧୁପୁରରେ ମୋ ଜୀବଧନ। ଆରେ ବାବୁ ଶ୍ୟାମ ଘନ, ତୁ ଗଲେ ମଧୁଭୁବନ। ଚାଲନ୍ତୁ ଜାଣିବା ଦ୍ୱିତୀୟ ପଦର କଠିନ ଶବ୍ଦର ଅର୍ଥ। ଯେହ୍ନେ ଯେପରି, ଚତୁର୍ସମ ଚନ୍ଦନ, ଅଗୁରି, କୁଙ୍କୁମ ଓ କସ୍ତୁରୀ, ଏହି ଚାରୋଟି ଦ୍ରବ୍ୟରେ ତିଆରି ହେଉଛି ଚତୁର୍ସମ। ସୁଷମ ସୁନ୍ଦର, ଅଞ୍ଜନ କଜ୍ୱଲ, ହରି ଚନ୍ଦ୍ର ପାଡ଼ି ବିଛେଇ ବା ବିଛଣା ବିଛେଇ ଦେବା, ସୁମରି ମନେ ପକାଇ, ମଧୁପୁରୀ ଏଠାରେ ମଥୁରାକୁ କୁହାଯାଇଛି। ଚାଲନ୍ତୁ ଏହି ପଦର ଭାବାର୍ଥ ଜାଣିଦେବା କଣ କହୁଛନ୍ତି। ଏ ପଦରେ କଣ କୁହାଯାଇଛି? ମାତା ଯଶୋଦା କହୁଛନ୍ତି ଶ୍ରୀକୃଷ୍ଣ ଯଦି ମଥୁରାକୁ ଚାଲିଯିବେ ତାହେଲେ ସେ କାହା ଦେହରେ ଚତୁର୍ସମ ଲେପନ କରିବେ? ଶ୍ରୀକୃଷ୍ଣ ଥିଲାବେଳେ ରାତି ସମୟରେ, ରାତିର ନିଦରେ ଶ୍ରୀକୃଷ୍ଣ ଛାନିଆ ହେଇଯାଉଥିଲେ, ନିଦ୍ରାରେ ଛାନିଆ ହୋଇ ମା ବୋଲି ଡାକି ପଡୁଥିଲେ। ତାପରେ ଶ୍ରୀକୃଷ୍ଣ ଯଦି ରହିବେ ନାହିଁ, ମାତା ଯଶୋଦା କାହାକୁ କଜଳ ଲଗାଇବେ, କାହା ପାଇଁ ସେ ବିଛଣା ବିଛେଇ ଦେବେ, କାହାକୁ ବସ୍ତ୍ର ବିଛେଇ ଶୁଆଇବେ, ପିତାଙ୍କୁ କିଏ ଜହ୍ନକୁ ମାଗିବ, ଏ ସବୁ କଥା ସେ ମନେ ପକାଇ ମରିଯିବି ବୋଲି ଏହି ପଦରେ କହିଛନ୍ତି। ଯଦି ଶ୍ରୀକୃଷ୍ଣ ମଥୁରାକୁ ଚାଲିଯିବେ ତାହେଲେ ସେ ମରିଯିବେ ବୋଲି କହିଛନ୍ତି। ଚାଲନ୍ତୁ ଜାଣିଦେବା ପଦ ତୃତୀୟ। ବାନ୍ଧିବି କାହାର କେଶ, କୁସୁମେ କରି ସୁବେଶ, ଆରେ ବାବୁ ଶ୍ୟାମ ଘନ, ତୁ ଗଲେ ମଧୁଭୁବନ, କାହା ଲଲାଟରେ ଦେବି ଚିତାରେ ମୋ ଜୀବଧନ। ଆରେ ବାବୁ ଶ୍ୟାମ ଘନ, ତୁ ଗଲେ ମଧୁଭୁବନ, କାହାର କନେ କୁଣ୍ଡଲ, କାହାର କନେ କୁଣ୍ଡଲ, ଖଞ୍ଜିବି ରେ ମୋର ବାଲ। ଆରେ ବାବୁ ଶ୍ୟାମ ଘନ, ତୁ ଗଲେ ମଧୁଭୁବନ, କାହା ପାଇଁ କରୁଥିବି ଚିନ୍ତାରେ ମୋ ଜୀବଧନ। ଆରେ ବାବୁ ଶ୍ୟାମ ଘନ, ତୁ ଗଲେ ମଧୁଭୁବନ, କାହା ଅଙ୍ଗୁଧୁଲି ଦେବି ପୋଛିରେ ମୋ ଜୀବଧନ। ଆରେ ବାବୁ ଶ୍ୟାମ ଘନ, ତୁ ଗଲେ ମଧୁଭୁବନ, କାହାକୁ ବା ପିନ୍ଧାଇବି କାଛିରେ ମୋ ଜୀବଧନ। ଆରେ ବାବୁ ଶ୍ୟାମ ଘନ, ତୁ ଗଲେ ମଧୁଭୁବନ। ଚାଲନ୍ତୁ ଏହି ପଦର କିଛି କଠିନ ଅର୍ଥ ଜାଣିଦେବା। କେଶ ଚୁଟି ବା ବାଲ, କୁସୁମ ଫୁଲ, ସୁବେଶ ସୁସଜ୍ଜିତ, ଲଲାଟ କପାଳ, କର୍ଣ୍ଣେ କାନ, ବାଲ ବାଲକ, ଅଙ୍ଗ ଦେହ ବା ଶରୀର, କାଛି ଛୋଟ ଲୁଗା। ଚାଲନ୍ତୁ ଜାଣିବା ତୃତୀୟ। ମାତା ଯଶୋଦା କହୁଛନ୍ତି ଯେତେବେଳେ କୃଷ୍ଣ ମଥୁରାକୁ ଚାଲିଯିବେ ସେ କାହାର କେଶକୁ ବାନ୍ଧିବେ, କାହାର କେଶକୁ ମାତା ଯଶୋଦା ଫୁଲରେ ସୁସଜ୍ଜିତ କରିବେ, କାହା କପାଳରେ ସେ ଚିତା ଲଗାଇବେ, କାହାର କାନରେ ସେ
କୁଣ୍ଡଲ ଖଞ୍ଜିବେ। ପୁଣି କହୁଛନ୍ତି କାହା ପାଇଁ ସେ ଆଉ ଚିନ୍ତା କରୁଥିବେ ଓ କାହା ଶରୀରରେ ଧୂଳିକୁ ସେ ପୋଛିବେ। ଯଦି ଶ୍ରୀକୃଷ୍ଣ ଯଶୋଦାଙ୍କୁ ଛାଡ଼ିକି ମଥୁରାକୁ ଚାଲିଯିବେ ତାହେଲେ ସେ ଏହି କର୍ମ ସବୁ କରିପାରିବେ ନାହିଁ। ଆଉ କଣ କହୁଛନ୍ତି ନା କାହାକୁ ସେ ଲୁଗା ପିନ୍ଧାଇବେ ଯଦି କୃଷ୍ଣ ମଥୁରାକୁ ଚାଲିଯିବେ। ପଦ 4 ଯେତେବେଳେ ବନେ ଯାଉ ସାଙ୍ଗରେ ମୋ ପ୍ରାଣ ନେଉ ଆରେ ବାବୁ ଶ୍ୟାମ ଘନ ତୁ ଗଲେ ମଧୁଭୁବନ ଯେତେବେଳେ ବନେ ଯାଉ ସାଙ୍ଗରେ ମୋ ପ୍ରାଣ ନେଉ ଆରେ ବାବୁ ଶ୍ୟାମ ଘନ ତୁ ଗଲେ ମଧୁଭୁବନ ନିମିଷେ ବିଚ୍ଛେଦ ନ ସହଇ ମୋ ଜୀବଧନ ଆରେ ବାବୁ ଶ୍ୟାମ ଘନ ତୁ ଗଲେ ମଧୁଭୁବନ ଏବେ ଯିବୁ ମଥୁରାକୁ ଏବେ ଯିବୁ ମଥୁରାକୁ ମତେ ସମର୍ପି କାହାକୁ ଆରେ ବାବୁ ଶ୍ୟାମ ଘନ ତୁ ଗଲେ ମଧୁଭୁବନ ଚନ୍ଦ୍ରମୁଖ ନ ଦେଖିଲେ ଚନ୍ଦ୍ରମୁଖ ନ ଦେଖିଲେ ମୁହିଁରେ ଜୀବଧନ ଆରେ ବାବୁ ଶ୍ୟାମ ଘନ ତୁ ଗଲେ ମଧୁଭୁବନ ଜୀବନ ହାରିବି ଗଣ୍ଡ ଜଲେ ଆରେ ବାବୁ ଶ୍ୟାମ ଘନ ତୁ ଗଲେ ମଧୁଭୁବନ ତୁ ମତେ ଅନ୍ତରେ ହେଲେ ପିଲେ ରେ ମୋ ଜୀବଧନ ଆରେ ବାବୁ ଶ୍ୟାମ ଘନ ତୁ ଗଲେ ମଧୁଭୁବନ। ଚାଲନ୍ତୁ ପଦ 4 କଠିନ ଶବ୍ଦର ଅର୍ଥ ଜାଣିଦେବା। ବନ ଜଙ୍ଗଲ ନିମିଷେ ଅଳ୍ପ ସମୟ ପାଇଁ ବିଚ୍ଛେଦ ଅଲଗା ସହିବା ଗଣ୍ଡ ଗଭୀର ଅନ୍ତର ଅଲଗା ଥିଲେ ଟିକିଏ। ଚାଲନ୍ତୁ ପଦ 4 ଭାବରେ ଜାଣିଦେବା। ଯଶୋଦା ମାତା ଏଠାରେ କହୁଛନ୍ତି ଯେତେବେଳେ ଶ୍ରୀକୃଷ୍ଣ ଜଙ୍ଗଲକୁ ଗୋଚାରଣ ପାଇଁ ଯାଆନ୍ତି ସେତେବେଳେ ଯଶୋଦାଙ୍କ ମନ ବନରେ ହିଁ ରହିଥାଏ। ସେ କୃଷ୍ଣ କେମିତି କରୁଥିବ ତା ଜୀବନରେ କଣ ସବୁ ଘଟୁଥିବ ସେ କେମିତି ଥିବ ସବୁବେଳେ ସେ ଚିନ୍ତା କରୁଥାନ୍ତି କୃଷ୍ଣଙ୍କ ପାଇଁ। ସେ କହୁଛନ୍ତି ଯେ ଶ୍ରୀକୃଷ୍ଣ ଠାରୁ ଗୋଟିଏ ବି ମୁହୂର୍ତ୍ତ ବିଚ୍ଛେଦ ମାତା ଯଶୋଦା ଶ୍ରୀକୃଷ୍ଣଙ୍କ ଠାରୁ ଗୋଟିଏ ବି ମୁହୂର୍ତ୍ତ ବା ଗୋଟିଏ ବି ସମୟ ସେ ବିଚ୍ଛେଦ ସହିପାରିବେ ନାହିଁ ବା ଅଲଗା ହେଲେ ସେ ସହିପାରିବେ ନାହିଁ। ତ ଏବେ ସେ ମଥୁରାକୁ ଯେତେବେଳେ ଚାଲିଯିବେ ସେ କହୁଛନ୍ତି ତୁ ଯଦି ଏବେ ମଥୁରାକୁ ଚାଲିଯିବୁ ତାହେଲେ ତୁ ମତେ କାହାକୁ ଦେଇକି ଯିବୁ ତ ମୁଖ ନ ଦେଖିଲେ ମୋ ଜୀବଧନ ଯଦି କୃଷ୍ଣ ଏବେ ମଥୁରାକୁ ଚାଲିଯିବେ ତାହେଲେ ମାତା ଯଶୋଦା କହୁଛନ୍ତି ତାଙ୍କ ମୁଖ ନ ଦେଖିଲେ ସେ ଗଭୀର ଜଳରେ ନିଜର ଜୀବନକୁ ହାଣିଦେବେ ବା ହାରିଦେବେ। ଆଉ କଣ କହୁଛନ୍ତି ଟିକିଏ ମଧ୍ୟ ତାଙ୍କ ଠାରୁ ଅଲଗା ଯଦି ହେବେ ତାହେଲେ ସେ ଗଭୀର ଜଳରେ ନିଜକୁ ହାରିଦେବେ ପ୍ରାଣ ତ୍ୟାଗ କରିଦେବେ। ପଦ 5 ସରଳ ବଣୀୟ ଧାମ ପରମ୍ଭା ସୁଧା ସମ ଆରେ ବାବୁ ଶ୍ୟାମ ଘନ ତୁ ଗଲେ ମଧୁଭୁବନ ମୁଖେ ଦେଲେ ଥୁ ଥୁ କରି ଟିଙ୍କୁରେ ମୋ ଜୀବଧନ ଆରେ ବାବୁ ଶ୍ୟାମ ଘନ ତୁ ଗଲେ ମଧୁଭୁବନ ଯେତେ ରୂପେ ନାଲି ଆଇ ଯେତେ ରୂପେ ନାଲି ଆଇ ପରସଇ ବୋଲି ଆଇ ଆରେ ବାବୁ ଶ୍ୟାମ ଘନ ତୁ ଗଲେ ମଧୁଭୁବନ କୋପେ ଉଠି ପାକ ଭାଣ୍ଡ କୋପେ ଉଠି ପାକ ଭାଣ୍ଡ ଭାଙ୍ଗୁରେ ମୋ ଜୀବଧନ ଆରେ ବାବୁ ଶ୍ୟାମ ଘନ ତୁ ଗଲେ ମଧୁଭୁବନ ଏବେ ଦୂର ହୋଇବ ସେ କଥାରେ ମୋ ଜୀବଧନ ଆରେ ବାବୁ ଶ୍ୟାମ ଘନ ତୁ ଗଲେ ମଧୁଭୁବନ କି ନ କରେ ଦାରୁଣ ବିଧାତାରେ ମୋ ଜୀବଧନ ଆରେ ବାବୁ ଶ୍ୟାମ ଘନ ତୁ ଗଲେ ମଧୁଭୁବନ। ଚାଲନ୍ତୁ
ପଦ 5ର କଠିନ ଶବ୍ଦର ଅର୍ଥ ଜାଣିଦେବା। ଅଧାମ ରାବେଳି, ଅପରମ୍ଭା ପାଚିଲା କଦଳୀ, ସୁଧା ଅମୃତ, ସମ ସମାନ, ନାଲିଆଇ, କଅଁଲେଇ, ବୁଝେଇ ସୁଝେଇ, ବଳିଆଇ ଅଧିକ ପରିମାଣରେ ଖାଦ୍ୟ ପରଷିବା, ପାକଭାଣ୍ଡ, ରୋଷେଇ ହାଣ୍ଡି, ଦାରୁଣ, ନିଷ୍ଠୁର। ଚାଲନ୍ତୁ ଏଇ ପଦର ଭାବାର୍ଥ ଜାଣିଦେବା। ମାତା ଯଶୋଦା ଏଇ ପଂକ୍ତିରେ କହୁଛନ୍ତି ଯେ ସରଲବଣୀ ରାବିଡ଼ି, ପାଚିଲା କଦଳୀ, ଅମୃତ ସମାନ ଖାଦ୍ୟ ଦେଲେ ମଧ୍ୟ ଶ୍ରୀକୃଷ୍ଣ କଣ କରୁଥିଲେ ନା ଥୁ ଥୁ କରି ଫିଙ୍କି ଦଉଥିଲେ। ଯେତେ ପରିମାଣରେ ବୁଝେଇ ସୁଝେଇ ଯେତେ ଗେଲ କଲେ ମଧ୍ୟ, ଯେତେ ସ୍ନେହ ମମତା କଲେ ମଧ୍ୟ ସେ ଖାଦ୍ୟକୁ ଖାଉନଥିଲେ, ଥୁ ଥୁ କରି ଫିଙ୍କି ଦଉଥିଲେ। ଆଉ କଣ କରୁଥିଲେ ନା ମାତା ଯଶୋଦା ଶ୍ରୀକୃଷ୍ଣଙ୍କୁ ଅଧିକ ପରିମାଣରେ ଖାଦ୍ୟ ପରଷି ଦଉଥିଲେ କୃଷ୍ଣ ଖାଇବେ ବୋଲି। ତଥାପି ଶ୍ରୀକୃଷ୍ଣ ରାଗି ଯାଇ ରୋଷେଇ ହାଣ୍ଡିକୁ ଭାଙ୍ଗି ଦଉଥିଲେ। ତ ସେ ସବୁ କଥା ଏବେ ସେ ଯେତେବେଳେ ମଥୁରାକୁ ଚାଲିଯିବେ ସବୁ ସେ କଥା ସବୁ ଏବେ କଣ ହେବ ନା ଦୂର ହେଇଯିବ ବା ଦୂରେଇ ଯିବ। ଭଗବାନଙ୍କୁ କହୁଛନ୍ତି, ମାତା ଯଶୋଦା ଭଗବାନଙ୍କୁ କହୁଛନ୍ତି କଣ ନ କରେ ନିଷ୍ଠୁର ବିଧାତା ବୋଲି କହୁଛନ୍ତି। ଚାଲନ୍ତୁ ଜାଣିବା ପଦ ନମ୍ବର 6। ଥାଇକି ଅନାଇ ଡରୁ, ଥାଇକି ଅନାଇ ଡରୁ, ଥାଇ ମତେ କୋଲ କରୁ, ଆରେ ବାବୁ ଶ୍ୟାମ ଘନ, ତୁ ଗଲେ ମଧୁଭୁବନ, ବସନେ ଘୋଡାଇ ମୁଖ ଗୋଟିକ, ମୋ ଜୀବଧନ, ଆରେ ବାବୁ ଶ୍ୟାମ ଘନ, ତୁ ଗଲେ ମଧୁଭୁବନ। ହେଉଥାଉ ଥର ହର, ହେଉଥାଉ ଥର ହର, ଦେଖିଲେ ଅନ୍ଧାର ଘର, ଆରେ ବାବୁ ଶ୍ୟାମ ଘନ, ତୁ ଗଲେ ମଧୁଭୁବନ। ଉଚ୍ଚପା ବଛ ନ ପାରୁ, ଉଠିରେ ମୋ ଜୀବଧନ, ଆରେ ବାବୁ ଶ୍ୟାମ ଘନ, ତୁ ଗଲେ ମଧୁଭୁବନ। ମଧୁପୁରେ ହସ୍ତି ଘୋଡା ମାନରେ, ମୋ ଜୀବଧନ, ଆରେ ବାବୁ ଶ୍ୟାମ ଘନ, ତୁ ଗଲେ ମଧୁଭୁବନ। ଗର୍ଜିଲେ ନ ପୁଣୁ ଡରୁ, ଶ୍ୟାମରେ ମୋ ଜୀବଧନ, ଆରେ ବାବୁ ଶ୍ୟାମ ଘନ, ତୁ ଗଲେ ମଧୁଭୁବନ। ଚାଲନ୍ତୁ ପଦ 6ର କଠିନ ଶବ୍ଦର ଅର୍ଥ ଜାଣିଦେବା। ବସନେ ପଣତ କାଣି, ମୁଖ ମୁହଁ, ପାବଚ୍ଛ ପାହାଚ, ହସ୍ତି ହାତୀ, ନ ପୁଣ ଡରୁ, ଯେପରି ଆଉ ଥରେ ନ ଡରୁ। ଭାବାର୍ଥ 6 ଚାଲନ୍ତୁ ଜାଣିଦେବା। ଯେତେବେଳେ ଶ୍ରୀକୃଷ୍ଣ ତାଙ୍କ ଛାଇକୁ ଦେଖନ୍ତି, ଧାଇଁ ଆସି ଯଶୋଦାଙ୍କୁ ଜାବୁଡି ଧରନ୍ତି ଏବଂ ତାଙ୍କର ପଣତ କାଣିରେ ମୁହଁକୁ ଘୋଡ଼ାଇ ଦିଅନ୍ତି। ସେ ଅନ୍ଧାର ଘରକୁ ଦେଖିଲେ ଶ୍ରୀକୃଷ୍ଣଙ୍କ ଦେହ ଭୟରେ ଥରି ଉଠେ। ସେ ଉଚ୍ଚ ପାହାଚକୁ ଚଢି ପାରୁନଥିଲେ ଏବଂ ଉଠି ପାରୁ ମଧ୍ୟ ନଥିଲେ। ଯଦି ମଧୁପୁରରେ ହାତୀ ଘୋଡାମାନଙ୍କର ଗର୍ଜନ ଶୁଣି ସେ ଯଦି ଡରିଯିବେ, ତାହେଲେ ଆଉ କାହାକୁ ଭିଡି ଧରିବେ ବୋଲି ମାତା ଯଶୋଦା କହିଛନ୍ତି। ଚାଲନ୍ତୁ ଜାଣିବା ପଦ। କାନ୍ଥେ ଦେଖି ଚିତ୍ର ପନ୍ତି, କାନ୍ଥେ ଦେଖି ଚିତ୍ର ପନ୍ତି, ନାନା ଭୟଙ୍କର ମୂର୍ତ୍ତି, ନାନା ଭୟଙ୍କର ମୂର୍ତ୍ତି, କାନ୍ଥେ ଦେଖି ଚିତ୍ର ପନ୍ତି, ନାନା ଭୟଙ୍କର ମୂର୍ତ୍ତି, ଆରେ ବାବୁ ଶ୍ୟାମ ଘନ, ତୁ ଗଲେ ମଧୁଭୁବନ। ଭଏ ଯାଉ ସେ ଘରୁ ପলাই ରେ ମୋ ଜୀବଧନ, ଆରେ ବାବୁ ଶ୍ୟାମ ଘନ, ତୁ ଗଲେ ମଧୁଭୁବନ। ଏବେ କଂସପୁର ଯିବୁ, ଏବେ କଂସପୁର ଯିବୁ, ଦେଖିବୁ ରାକ୍ଷସ ମାନ, ଆରେ ବାବୁ ଶ୍ୟାମ ଘନ, ତୁ ଗଲେ ମଧୁଭୁବନ। ଡରି କାହାକୁ ଧରିବୁ ରେ ଜୀବଧନ, ଆରେ ବାବୁ ଶ୍ୟାମ ଘନ, ତୁ ଗଲେ ମଧୁଭୁବନ। ମା ବୋଲି ଡାକିବୁ କାହାକୁ ରେ ମୋ ଜୀବଧନ, ଆରେ ବାବୁ ଶ୍ୟାମ ଘନ,
ତୁ ଗଲେ ମଧୁଭୁବନ। ସାହାବାକେ ଆହା ବୋଲି ପାକୁରେ ମୋ ଜୀବଧନ। ଆରେ ବାବୁ ଶ୍ୟାମ ଘନ ତୁ ଗଲେ ମଧୁଭୁବନ। ଚାଲନ୍ତୁ ପଦ 7ର କଠିନ ଶବ୍ଦର ଅର୍ଥ ଜାଣିଦେବା। ରାକ୍ଷସ ଅସୁର, ମାଏ ମା, ସାହା ସହାୟ, ପନ୍ତି ଧାଡ଼ି। ଚାଲନ୍ତୁ ପଦ 7ର ଭାବାର୍ଥ ଜାଣିଦେବା। କାନ୍ଥରେ ଟଙ୍କା ଯାଇଥିବା ଚିତ୍ରପନ୍ତି ଓ ଭୟଙ୍କର ମୂର୍ତ୍ତି ଏସବୁକୁ ଦେଖି ଛାନିଆ ହୋଇ ଯାଉଥିଲେ ଶ୍ରୀକୃଷ୍ଣ ସେ ଘରୁ ପଳାଇ ଯାଉଥିଲେ। ମାତା ଯଶୋଦା କହୁଛନ୍ତି, ଏବେ ତୁ କଂସପୁରକୁ ଯିବୁ, ରାକ୍ଷସ ମାନ ସବୁ ଦେଖିବୁ, ଡରିକି ଏବେ କାହାକୁ ଭିଡ଼ି ଧରିବୁ ବୋଲି ସେ କହୁଛନ୍ତି। ମା ବୋଲି ଏବେ କାହାକୁ ଡାକିବୁ ରେ ଶ୍ରୀକୃଷ୍ଣ, ତୋତେ କିଏ ସାହା ହେବ, ତୋ କଥାକୁ କିଏ ବୁଝିବ, ସେ କଥା ସେ ଭାବୁଛନ୍ତି ମାତା ଯଶୋଦା। ଚାଲନ୍ତୁ ଜାଣିବା ପଦ 8। ନିଶା କାଲେ ମୋର କୋଲେ, ନିଶା କାଲେ ମୋର କୋଲେ, ଶୋଉଥାଉ ଶ୍ରମ ବଲେ, ଆରେ ବାବୁ ଶ୍ୟାମ ଘନ ତୁ ଗଲେ ମଧୁଭୁବନ। ସ୍ୱପ୍ନରେ ଦେଖୁ କିସ କିଶରେ ମୋ ଜୀବଧନ। ଆରେ ବାବୁ ଶ୍ୟାମ ଘନ ତୁ ଗଲେ ମଧୁଭୁବନ। ମା ବୋଲି ଚମକି ପଡ଼ୁ, ମା ବୋଲି ଚମକି ପଡ଼ୁ, କଣ୍ଠେ ଦୁଇ ଭୁଜେ ଭିଡ଼ି ଧରୁ। ଆରେ ବାବୁ ଶ୍ୟାମ ଘନ ତୁ ଗଲେ ମଧୁଭୁବନ। ପୁଣି ଶୋଉ ଘୋଡ଼େଇ ହୋଇରେ ମୋ ଜୀବଧନ। ଆରେ ବାବୁ ଶ୍ୟାମ ଘନ ତୁ ଗଲେ ମଧୁଭୁବନ। ଏ କଥା ସୁମରି ଯିବି ମରିରେ ମୋ ଜୀବଧନ। ଆରେ ବାବୁ ଶ୍ୟାମ ଘନ ତୁ ଗଲେ ମଧୁଭୁବନ। ଉଠ ବୋଲି କାହାକୁ ଡାକିବିରେ ମୋ ଜୀବଧନ। ଆରେ ବାବୁ ଶ୍ୟାମ ଘନ ତୁ ଗଲେ ମଧୁଭୁବନ। ଚାଲନ୍ତୁ ପଦ 8ର କଠିନ ଶବ୍ଦର ଅର୍ଥ ଜାଣିଦେବା। ନିଶା ରାତି ଦ୍ୱିଭୁଜ ଦୁଇ ହାତରେ ସୁମରି ମନେ ପକାଇ। ଚାଲନ୍ତୁ ପଦ 8ର ଭାବାର୍ଥ ଜାଣିଦେବା। ଯେତେବେଳେ ଶ୍ରୀକୃଷ୍ଣ ଶ୍ରମ କରିକି ଆସି ମାଙ୍କ କୋଳରେ ରାତ୍ରି ସମୟରେ ଶୋଇଥାନ୍ତି, ସେତେବେଳେ ତାଙ୍କ ସ୍ୱପ୍ନରେ କଣ କଣ ସବୁ ଜିନିଷ ଦେଖି ମା ବୋଲି ଚମକି ପଡୁଥିଲେ। ଯଶୋଦାଙ୍କ କଣ୍ଠକୁ ଦୁଇ ହାତରେ ଭିଡ଼ି ଧରୁଥିଲେ, ପୁଣି ଥରେ ଘୋଡ଼ାଇ ହୋଇକି ମାଙ୍କ କୋଳରେ ଶୋଇ ପଡୁଥିଲେ। ଏସବୁ କଥା ମନେ ପକାଇ ମାତା ଯଶୋଦା ମରିଯିବି ବୋଲି କହୁଛନ୍ତି ଓ କହୁଛନ୍ତି କି ମୁଁ କାହାକୁ ଉଠ ବୋଲି କହିବି। ଭିଡ଼ିଓଟି କେମିତି ଲାଗିଲା? ଆଶା କରୁଛି ଭିଡ଼ିଓଟି ଆପଣଙ୍କ ପାଇଁ ବହୁତ ହେଲ୍ପଫୁଲ୍ ହେଇଥିବ, ଭଲ ଲାଗିଥିବ। ଭିଡ଼ିଓଟି ଭଲ ଲାଗୁଥିଲେ ଲାଇକ୍, ସେୟାର ଓ କମେଣ୍ଟ କରିବା ପାଇଁ ଭୁଲିବେ ନାହିଁ। ଯଦି ଚ୍ୟାନେଲକୁ ପ୍ରଥମ କରିକି ଭିଜିଟ୍ କରୁଛନ୍ତି, ଚ୍ୟାନେଲକୁ ସବସ୍କ୍ରାଇବ୍ କରିଦିଅନ୍ତୁ, ଯାହାଦ୍ୱାରା ନୂଆ ନୂଆ ଭିଡ଼ିଓର ନୋଟିଫିକେସନ୍ ପାଇପାରିବେ। ଥ୍ୟାଙ୍କ ୟୁ ଫର୍ ୱାଚିଂ।